हेल्थ एवं लाइफ इंश्योरेंस उपरे ଏହା ଉପରେ ଆପଣଙ୍କର କରିବା ଦ୍ୱାରା ଏବଂ ଇନ୍ସୁରାନ୍ସ ଉପରେ ମଧ୍ୟ ଅଧିକ ଲୋକ ଇନ୍ସୁରାନ୍ସ କରିବେ। ଇନ୍ସୁରାନ୍ସରେ ଆମର ନ୍ୟାଚୁରାଲି ଯେତେବେଳେ 0%କୁ ଆସିଗଲା ଆମର ସେଥିରେ ଅଳ୍ପ କିଛି ପଇସା ଆମକୁ ଆମର କମିଯିବ। କିନ୍ତୁ ଇନ୍ସୁରାନ୍ସ କରିବା ପାଇଁ ଲୋକଙ୍କର ଯେଉଁ ସଂଖ୍ୟା ହେଲ୍ଥରେ ଏବଂ ଲାଇଫ୍ ଇନ୍ସୁରାନ୍ସରେ ଉଭୟରେ ସଂଖ୍ୟା ବଢ଼ିଯିବ। ବଢ଼ିଗଲା ପରେ ଏ କାରବାର ହେଲା ପରେ ଇନଡାଇରେକ୍ଟଲି ପୁଣି ଆମେ ନିଶ୍ଚିତ ଭାବରେ ସେଥିରେ ଆମେ ଉପକୃତ ହୋଇପାରିବୁ। ବେସିକାଲି ଆପଣଙ୍କର ଦେଖିବା ଜଳଖିଆ ସାମଗ୍ରୀ ଉପରେ ମିଠା ସାମଗ୍ରୀ ଉପରେ ଜିଏସଟି 18%ରୁ ଇଏ 5%କୁ ପଳେଇ ଆସିଲା। ଏଥିରେ ସମ୍ପୂର୍ଣ୍ଣ ଭାବରେ ମଧ୍ୟମ ବର୍ଗର ଲୋକମାନେ ସମ୍ପୂର୍ଣ୍ଣ ଉପକୃତ ହୋଇପାରିବେ। ଯେଉଁଟା ଏଣ୍ଟ୍ରି ଲେଭେଲ ଯାତ୍ରୀବାହୀ ବାହନ ଯାନ 2 ଚକିଆ ଯାନ ଏଥିରେ ଟିକସ ମଧ୍ୟ 28%ରୁ 10% କମି ଆସିକରି 18କୁ ଖସି ଆସିଛି। ଯାହାଦ୍ୱାରା ଯିଏ ସ୍କୁଟି କିଣିବ ମୋଟରସାଇକେଲ କିଣିବ ଏବଂ ଏଥିରେ ଆପଣଙ୍କର ଯାତ୍ରୀବାହୀ ଯାନ ମଧ୍ୟ ଯେଉଁଗୁଡ଼ିକ ଅଛି ତାଙ୍କ ଉପରେ ମଧ୍ୟ ଏଟା କମିଯାଇଛି। ବିଶେଷ କରିକି ଆମର ସମସ୍ତଙ୍କର ଦରକାର ହେଉଛି ସିମେଣ୍ଟ ଉପରେ ଜିଏସଟିଆର 28ରୁ 18% ହ୍ରାସ ହେବା ଗୋଟିଏ ମଧ୍ୟ ବହୁତ ବଡ଼ ଗୋଟିଏ ଇଏ ମାଇଲ ଖୁଣ୍ଟ ସଦୃଶ ଆମ ପାଇଁ ହେବ। କ୍ଷୁଦ୍ର ଓ ଷ୍ଟାର୍ଟଅପ୍ ବ୍ୟବସାୟୀମାନଙ୍କ ନିମନ୍ତେ ଗୋଟେ ପଞ୍ଜୀକରଣ ପ୍ରକ୍ରିୟାକରଣ ଯେଉଁଟା ଅଛି ସେ ବହୁତ ସମୟ ଲାଗିଯାଉଥିଲା, ମାସେ ଲାଗିଯାଉଥିଲା ସମୟ। ସେଥିପାଇଁ ଦାବି ହେଉଥିଲା ଯେ କେତେ କମ୍ ଦିନ ଭିତରେ ତାଙ୍କର ପଞ୍ଜୀକୃତ ହୋଇପାରିବ। ଏହା କାଲି ବହୁତ ଆଲୋଚନା ହେଲା ପରେ 2,50,000 ଅର୍ଥାତ୍ 2.5 ଲକ୍ଷ ପର୍ଯ୍ୟନ୍ତ ଯାହାର ମାସିକ କାରବାର ଯାହାର 2,50,000 କମ୍ ଥିବ ସେମାନଙ୍କର ଏଥିରେ ସେମାନେ ଦରଖାସ୍ତ ଦେବାର ମାତ୍ର 3 ଦିନ ଭିତରେ ପଞ୍ଜୀକୃତ ହୋଇପାରିବେ। ଆଉ ସେଥିପାଇଁ ସରକାର ବ୍ୟାପକ ଭାବରେ ସଂସ୍କାର ଆଣିଛନ୍ତି। ଏଣୁ ଯଦି ଏଥିରେ ଆମେ ଦେଖିବା ବାସ୍ତବିକ ଏଥିରେ ଓଡ଼ିଶା ପାଇଁ ଏଇ ଯେଉଁ ସଂସ୍କାର ପ୍ରକ୍ରିୟା ହେଇଛି ଓଡ଼ିଶା ଲାଭାନ୍ୱିତ ହେବା ପାଇଁ ଯାଉଛି ଏବଂ ଏଥିରେ ଓଡ଼ିଶା ତରଫରୁ ମୁଁ ନିଜେ ଅର୍ଥମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଅର୍ଥମନ୍ତ୍ରୀ ହିସାବରେ ଥିବା କାରଣରୁ ମୁଁ କାଲି ସମ୍ପୂର୍ଣ୍ଣ ଭାବରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୈଠକରେ ଉପସ୍ଥିତ ଥିଲି ଏବଂ ଏଥିରେ ମାନନୀୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଜୀ ସମସ୍ତଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ପୁରା ମୁକ୍ତ ଭାବରେ ଆଲୋଚନା କରିକରି ଯେତେ ସମୟ ଆଲୋଚନା ହେବା ପାଇଁ ଚାହିଁବ ଆଲୋଚନା କରାଯିବ। କିନ୍ତୁ ଏହା ଆଲୋଚନା ମାଧ୍ୟମରେ ହିଁ ସମାପ୍ତ ହେବ ଆଉ ଏ ଆଲୋଚନା ବନ୍ଦ ହେବ ନାହିଁ, କଣ୍ଟିନ୍ୟୁଅସଲି ହେବ। ଏଣୁ ନିଶ୍ଚିତ ଭାବରେ ଆମେ ସମସ୍ତେ ସମର୍ଥନ କରିଥିଲୁ। ଏହା ଆମ ପାଇଁ ଗୋଟେ ବହୁତ ବଡ଼ ଆଜି ଓଡ଼ିଶା ଚାପ୍ଟରରେ ଯେଉଁ କଥା ମୁଁ କହିଲି କେନ୍ଦୁପତ୍ର ଏବଂ କୋଇଲା ଉପରେ ଏବଂ ବିଶେଷ କରିକି କୃଷି ଯନ୍ତ୍ରପାତି ଉପରେ କୃଷି ଉପକରଣ ଉପରେ ସିମେଣ୍ଟ ଉପରେ ଏଇ ଯେଉଁ ସ୍କୁଟି ଏବଂ ଯେଉଁଟା ଟ୍ରାଭେଲ ଲେଭେଲର ଯେଉଁ ଆମର ବାହନ ଏଗୁଡ଼ିକ ଉପରେ ସ୍ୱତନ୍ତ୍ରତା ଯେଉଁ ଦେବା ଦ୍ୱାରା ଆଜି ଓଡ଼ିଶାର ଅନେକ ମଧ୍ୟବିତ୍ତ ପରିବାରର ଲୋକ ସମ୍ପୂର୍ଣ୍ଣ ଭାବରେ ଉପକୃତ ହୋଇପାରିବେ। ଆଉ ତାହାଦ୍ୱାରା ଆଗାମୀ ଦିନରେ ଏକ ବଡ଼ ଧରଣର ଲୋକମାନଙ୍କ ପାଖରେ ଅର୍ଥ ସଞ୍ଚୟ ହେବାର ଇଏ ଗୋଟିଏ ସ୍ଲାବ ହେବା ଦ୍ୱାରା ସ୍ଲାବ 2ଟି ହେବା ଏବଂ କମ୍ ହେବା ଦ୍ୱାରା ଇଏ କରାଯାଇଛି। ତାହାଦ୍ୱାରା ନିଶ୍ଚିତ ଭାବରେ ଅର୍ଥ ସଞ୍ଚୟ କରିପାରିବେ। ଅର୍ଥ ସଞ୍ଚୟ କଲେ ସେମାନେ ବିଭିନ୍ନ ଜିନିଷ କିଣିବା ପାଇଁ ମାର୍କେଟିଂ କରିବା ପାଇଁ ଟ୍ରାଭେଲ କରିବା ପାଇଁ ସେମାନେ ଅର୍ଥ ପାଇବେ ଏବଂ ମାର୍କେଟିଂ କଲେ ସେମାନେ ଟ୍ରାଭେଲ କଲେ ସେମାନେ ମାର୍କେଟକୁ ପଇସା ପୁଣି ସେମାନେ ଛାଡ଼ିଲେ ଏବଂ ଇନଡାଇରେକ୍ଟଲି ପୁଣି ଆଉଥରେ ଆମ ପାଖକୁ ସେ ପଇସା ମଧ୍ୟ ଆସିବ। ଯେଉଁଥିପାଇଁ କି ଓଡ଼ିଶା ପାଇଁ ସବୁଠାରୁ ଗୋଟିଏ ବଡ଼ ଖବର ଆଉ ଖୁସିର ଖବର ଏ ଜିଏସଟିର ବ୍ୟାପକ ଭାବରେ ସଂସ୍କାର ହେବା ଦ୍ୱାରା ଏହି 56ତମ ଜିଏସଟି କାଉନସିଲର ବୈଠକରେ ମୁଁ ନିଜେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ସମ୍ପୂର୍ଣ୍ଣ ଭାବରେ ଥିବା କାରଣରୁ ଏବଂ ଏହାକୁ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଭଳି ଭାବରେ ଏକ ନବରାତ୍ରର ଆରମ୍ଭରେ ଆସନ୍ତା ସେପ୍ଟେମ୍ବର ମାସ 22 ତାରିଖରେ ଶୁଭାରମ୍ଭ ହେବା ପାଇଁ ଯାଉଛି ଗୋଟିଏ ସ୍ୱତନ୍ତ୍ର ଦୀପାବଳି ଉତ୍ସବ ମନାଇବା ପାଇଁ ସେଇ ଯେଉଁ କଥା ଆପଣଙ୍କର 79ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରୁ ଯେ କଥା କହିଥିଲେ ତାଙ୍କର ଯେଉଁ କହିଥିଲେ ତାହା ସତ ହେବା ପାଇଁ ଯାଉଛି ଏବଂ ଭାରତର ବହୁତ ବଡ଼ ଗୋଟିଏ ଧମାକା ଅର୍ଥାତ୍ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ସଂସ୍କାର ହେବା କାରଣରୁ ଭାରତ ଏକ ବିକଶିତ ଭାରତ ଆଡ଼କୁ ଯାଉଛି ଏବଂ ସେଥିରେ ଆମ ଓଡ଼ିଶାର ଭୂମିକା ନିଶ୍ଚିତ ଭାବରେ
तार भविष्यत उज्जवल अच्छी एवं आमे अर्थनैतिक दृष्टिकोण मध्य बहुत अग्रगामी हो पारिबु। धन्यवाद। सर आपण कहले जे ओडिसा को भी किछि रेवेन्यू कम मिलिबो ए जो काली जो डिसिजन निया गला आपण किछि आकलन करछन जे ओडिसा को किते कम मिलिबो एवं तार भरणा करिबा पई कोन पदक्षेप से सब समय लागे ये स्लैब कौन हेबार थिला कोटा पास हबो कोटा न हबो ताकू न जानला परे आपण आकलन करिबा ये अर्थनैतिक दृष्टिकोण बहुत गुडे व्यापक ये होची कार्यक्रम ताकू गोटे दिन आकलन करिबा ये संभव नुह। एबे स्पष्टता आसीगला ये स्पष्टता आसीगला परे वर्तमान अर्थ विभाग तरफरु ताकू तर्जमा करा जिवो अनुशीलन करा जिवो एवं ता परे ही जना पड़िबो किंतु एथिरे जो संकेत मिलुछि कोल रु जो संकेत मिलुछि एवं आपंकर अन्यान्य जो रेट कमी जिबा फल लोकंक पाखरे अर्थ जो संचय हो पारिबो एवं ए अर्थरु आमे जेभଳି भाबरे शिल्पायन कथा कहउचंती आमर भित्तिभूमि कथा कहउचंती ए क्षेत्र रे एवं लोक माने जोठी अर्थ संचय करला परे कोन करिवे से अर्थ को समस्त इच्छा हुए मार्केटिंग करिबा ट्रैवल्स करिबा एहा करिबा द्वारा ओडिसार लोक माने जो मार्केटिंग करिबा ता द्वारा इनडायरेक्टली ओडिसा एवं डायरेक्टली मध्य और इनडायरेक्टली मध्य बेनिफिट होगा पे जाउची। यार आगामी दिन में तार निश्चित भाव में तार प्रभाव ओडिशा सरकार ओडिशार अर्थनीति उपरे सकारात्मक भाव में पड़ो जो थे आम लाभान्वित हो पार। सर नमस्कार मो आशुतोष कलिंग टीवी केन्दुपत्र दोड़ाईंकर जो ये एटा निश्चित भाव गोटे ऐतिहासिक पदक्षेप जोटा प्रधानमंत्री नरेंद्र मोदी हूँ आपंकर वरिष्ठ ये से आपण जो केन्दुपत्र तोराणी मान कौन मेसेज देवे अपलिफ्टमेंट आज जो डिसीजन नहीं इथिरे तो आपण मान पाखरे कथा रखी सारे विशेष करी ये जो केन्दुपत्र तोराणी मान कथा ये मेसेज देवाई कहले से जीएसटी ये केन्दुपत्र उपरे ह्रास हो 18% रु 5% को ये निश्चित भाव में बहुत गुड़े गोटे भल खबर 18% रु 5% एवं से देश रे जो 5-6टी राज्य रे ही केन्दुपत्र कारबार हुए से अंचल अच्छी से ओडिशा गोटे सिंहभाग अच्छी एथिरे केन्दुपत्र एथिपाई गोटे आनंदर विषय जे एथिरे केन्दुपत्रर बिक्री बढ़िबो केन्दुपत्रर कारबार बढ़िबो एवं केन्दुपत्रर जो तोलाड़ींकर उपार्जन बढ़िबा सह सामाने ताहार उचित मूल्य पाई परिबे एवं समानंकर पाई जो इनसेंटिव सब दिया जाए ताहा बढ़िबो एवं जो संस्था माने याकू कारबार करूछंती सामाने केन्दुपत्र तोलाड़ी मानकर पाई विभिन्न इनसेंटिव देबे ठीक समय रे देबे एवं सामाने ठीक समय रे पाइले लोक माने समानंकर जीवन जीविका उपरे गोटे सकारात्मक प्रभाव पड़िबो। एटा ही गोटे मेसेज जे एटा बहुत दिन धरिकरी केन्दुपत्र उपरे जो जीएसटी टा उठे देवा पई दाबी ही आसुथला बा कमे देवा पई दाबी ही आसुथला आज बड़ सौभाग्य आज माननीय मोदी जी आम देशर प्रधानमंत्री यह गुरुतर सह विचार को भी नहीं एवं एटा केवल 5-6टी राज्य रे हेले मध्य से विचार को नहीं 18% रु 5% को आनिबा एटा गोटे बहुत बड़ केन्दुपत्र तोलाड़ी मानकर पाई जो थे कि ये अणसंगठित जो माने श्रमिक माने अछंती जो माने संगठित होता है स्वतंत्रता थाए अणसंगठित श्रमिक मानकर पाई स्वतंत्रता विशेष किसी न थाए एणु एटा गोटे बहुत बड़ खुशीर खबर ये वार्ता मु निश्चित भाव देवाई चाहूँगी जे आगामी दिन में सेमाने किभली भाव आर्थिक दृष्टिकोण भल